ଷ୍ଟାର୍ଟିଂ ମୋର ଗୋଟେ ସାଙ୍ଗର ରିଲେଟିଭ୍ଠୁ ଦେଖିକରି ସିଏ କରିଛନ୍ତି ଭୁବନେଶ୍ୱରରେ ତାଙ୍କଠୁ ଦେଖିକରି ଆଇଡ଼ିଆଟା ଆସିଲା। ପୂର୍ବରୁ ଲୋକମାନଙ୍କ ପ୍ରିୟ ଖାଦ୍ୟ ଥିଲା ଚାଉଳ ବା ଭାତ, କିନ୍ତୁ ଏବେ ଲୋକମାନଙ୍କର ପ୍ରିୟ ଖାଦ୍ୟ ହୋଇଯାଇଛି ରୁଟି। ପୁରୀ ପେଣ୍ଠଣ୍ଡା ଭୁଦାନରେ ଯାହାକି ଆମେ ଦେଖେଇବୁ, ଇଏ ସିଧାସଳଖ ଦୃଶ୍ୟ। ଇଏ ହେଉଛି ମେସିନ୍ରେ ତିଆରି ହେଉଛି, ଦିନକୁ ଗୋଟେ ଘଣ୍ଟାରେ ହଜାର ହଜାର ରୁଟି ପ୍ରସ୍ତୁତ ହେଉଛି। ଆଉ ଏ ରୁଟି ଗୌଲିଆ କୁହନ୍ତୁ ଏବଂ ନରମ କୁହନ୍ତୁ, ଆଉ ଦେହ ପାଇଁ ବି ଭଲ ଏ ରୁଟି ପ୍ରସ୍ତୁତ ହେଉଛି। ଯାହାକି ପ୍ରସ୍ତୁତ କରୁଛନ୍ତି, ଆମେ ତାଙ୍କ ସହିତ କଥାବାର୍ତ୍ତା ହେବା, ଆଲୋଚନା କରିବା। ଆଉ ଏ ରୁଟି କିଭଳି ପ୍ରସ୍ତୁତ କରୁଛନ୍ତି ସେ, ଆଉ କ'ଣ ରହିଛି, କାହାଠୁ ଆଇଡ଼ିଆ ଆଣିକି ପାଇଲେ ଏ ରୁଟି। ଭାଇ, ଓଡ଼ିଶା ଭାସ୍କର ଲାଇଭ୍କୁ ସ୍ୱାଗତ। ଆପଣଙ୍କ ପରିଚୟ ଟିକେ। ମୋ ନାଁ ଅଶ୍ୱିନୀ କୁମାର ସାହୁ, ପେଣ୍ଠକଟା ପୁରୀ। ଏଇ ରୁଟି ମେସିନ୍ କିଭଳି ଆଇଡ଼ିଆ ଆସିଲା ଯେ ମୁଁ ଗୋଟେ ରୁଟି ମେସିନ୍ ଆଣିବି, ତାପରେ ରୁଟି ପ୍ରସ୍ତୁତ କରିବି, ତାପରେ ଅନ୍ୟମାନେ, ଆପଣ ନିଜେ ହେଲା ରୋଜଗାର କରୁଛନ୍ତି, ଅନ୍ୟମାନଙ୍କୁ ରୋଜଗାର ଦେଉଛନ୍ତି, କିଭଳି ଆଇଲା? ଏ ଷ୍ଟାର୍ଟିଂ କେମିତି ହେଲା ଯାତ୍ରାଟା? ଷ୍ଟାର୍ଟିଂ ମୋର ଗୋଟେ ସାଙ୍ଗର ରିଲେଟିଭ୍ଠୁ ଦେଖିକରି ସିଏ କରିଛନ୍ତି ଭୁବନେଶ୍ୱରରେ ତାଙ୍କଠୁ ଦେଖିକରି ଆଇଡ଼ିଆଟା ଆସିଲା। ସେଇ ଦିନଠାରୁ ମୁଁ ମନସ୍ଥ କଲି ଗୋଟେ ମେସିନ୍ ପକାଇବି, ଚାଲିବ କି ନାହିଁ ସେ ତ ଅଲଗା କଥା। ତଥାପି ମୁଁ ମନସ୍ଥ କଲି, ମେସିନ୍ ପକାଇଲି, ପରିଶ୍ରମ କିଛି କରିଛି। ଆଚ୍ଛା, ସବୁଠୁ ବଡ଼ କଥା, ଆପଣ ବି ଏଇନେ କହୁଥିଲେ ଯାହାକି ପୁରୀର ପ୍ରଥମ ମେସିନ୍ ଯାହାକି ଆପଣ ଆଣିଲେ, ତାପରେ ପୁରୀର ଅନ୍ୟ ଲୋକମାନେ ଆପଣଙ୍କୁ ଦେଖିକି ଆଣିଲେ। ଯେତେବେଳେ ପ୍ରଥମେ ଆଣିଲେ, କେତେ ଲୋକ ଥିଲେ, କିଭଳି ପରିଶ୍ରମ କରିବାକୁ ପଡ଼ୁଥିଲା? ଗୋଟେ ଘଣ୍ଟାରେ ହାରାହାରି କେତେ ରୁଟି ବାହାରୁଥିଲା? ଦିନକୁ ପରିଶ୍ରମ କେମିତି ହୁଏ? ସେତେବେଳେ ଏତିକି ଆମର ଏବେ ଯେତିକି କ୍ୱାଣ୍ଟିଟିର ଯାଉଛି, ସେତେବେଳେ ତ ଏତେ ଯାଉନଥିଲା। ତଥାପି ମୁଁ ଆଉ ମୋ ସ୍ତ୍ରୀ ଆଉ ମୋର ଗୋଟେ ସାଙ୍ଗ ଆଉ ଗୋଟେ ଝିଅଟେ, ସେ ଆସିନି, ଆମେ 4 ଜଣ ମିଶିକି ଏଇଟା ପ୍ରଥମେ ଷ୍ଟାର୍ଟ କରିଥିଲୁ। ବହୁ ଅକ୍ଲାନ୍ତ ପରିଶ୍ରମ କରୁଛୁ। ଏମିତିକି ମେସିନ୍ ବିଷୟରେ ମୁଁ କିଛି ଜାଣିନଥିଲି, ମେସିନ୍ରୁ ଜିନିଷ ବାହାରି ପାରେନି। ଆଜିକା ଡେଟ୍ରେ କିଛି ପୁରୀ ମାର୍କେଟରେ ଲୋକ ଅଛନ୍ତି ଯେଉଁମାନେ ମେସିନ୍ ପକାଇ ହଇରାଣ ହେଉଛନ୍ତି। ସେମାନେ ଆସୁଛନ୍ତି ମୋ ପାଖକୁ, ପଚାରୁଛନ୍ତି ଭାଇ କ'ଣ ହେଲା, କେମିତି ମାଲ୍ ବାହାରୁନି, କେମିତି ହେଉଛି, ଅସୁବିଧା ହେଉଛି। ତାକୁ ବି କିଛିଟା ମୁଁ ସାହାଯ୍ୟ କରୁଛି, ଯେତିକି ମୁଁ ପାରୁ ପର୍ଯ୍ୟନ୍ତ ସାହାଯ୍ୟ କରୁଛି। ଯେହେତୁ ମୋ ମେସିନ୍ର କମ୍ପାନୀ ଅଲଗା, ତାଙ୍କ ମେସିନ୍ର କମ୍ପାନୀ ଅଲଗା, ତାଙ୍କର କ'ଣ ଟେକ୍ନୋଲୋଜି ଦେଇଛନ୍ତି। ୟା ପଛରେ ତ ଖାଲି ଏମିତି ନାହିଁ ଯେ ଠିଆ ହେଇକି ପକାଇଦେଲେ ରୁଟି ବାହାରି ପଡ଼ିବ। ବହୁତ ପରିଶ୍ରମ କରିବାକୁ ପଡ଼ୁଛି, ବହୁତ ଜିନିଷ ଜାଣିବାକୁ ପଡ଼ୁଛି ଯେ ରୁଟିଟା ଠିକ୍ ସମୟରେ କେତେ ଟେମ୍ପରେଚର୍ ହେଲେ ବାହାରିବ, କେମିତି କାଢ଼ି ହେବ, ରୁଟିଟା ତା'ର ଲାଇଫ୍ ଟାଇମ୍ଟା, ଲାଇଫ୍ ସ୍ପାନ୍ଟା କେମିତି ବଢ଼େଇ ହେବ, ସଫ୍ଟନେସ୍ କେମିତି ରହିବ। ଲୋକ ତ ଏମିତି ବି କମ୍ପ୍ଲେନ୍ ଆସୁଛି, ସେ କମ୍ପ୍ଲେନ୍ଟାକୁ ଆମେ ମେଣ୍ଟେନ୍ କରିବାକୁ ପଡ଼ୁଛି। ସବୁଠୁ ବଡ଼ କଥା ହେଉଛି, ଯେତେବେଳେ ଆପଣ ରୁଟି ପ୍ରସ୍ତୁତ କଲେ, ଗୋଟେ ଘଣ୍ଟାରେ ମେସିନ୍ରେ କେତେ ରୁଟି ବାହାରି ପଡ଼ିବ, ଆଉ କୁଆଡ଼େ କୁଆଡ଼େ ଆପଣ ରୁଟି ଦେଉଛନ୍ତି? ଗୋଟେ ଘଣ୍ଟାରେ ତ ହାରାହାରି 800-900 ଏଇଭଳିଆ ରୁଟି ବାହାରୁଛି। ତାକୁ ଆମେ ରେଷ୍ଟୁରାଣ୍ଟ, ବାକି ହଷ୍ଟେଲ, ଯେଉଁ ଆମର ବିବାହ ମଣ୍ଡପ ହଉ, ଯାନିଯାତ୍ରା ହଉ, ଯେକୌଣସି ଆମେ ରଥଯାତ୍ରାରେ ଯେଉଁ ଲୋକ କିଛି ନେଇଛନ୍ତି, ଯେମିତିକି 2,000 ଲେଖେ ସେମାନେ ନେଇକି ବାଣ୍ଟିଛନ୍ତି, ଏମିତି କିଛିଟା ଯାଉଛି। ବାକି ରେଗୁଲାର ଆମର ଯେତିକି ହୋଟେଲ, ରେଷ୍ଟୁରାଣ୍ଟ, ବାକି ହଷ୍ଟେଲ, ଏତକ ରେଗୁଲାର ଯାଉଛି। କେତେ ଲୋକ କାମ କରୁଛନ୍ତି? ଲୋକ ଆଜ୍ଞା ହାରାହାରି 6ରୁ 7 ଜଣ କାମ କରୁଛନ୍ତି। ନିଶ୍ଚିତ ଭାବେ, ଯାହାକି 7 ଜଣରୁ 8 ଜଣ ଲୋକ ଏଠି କାମ କରୁଛନ୍ତି। ସିଧାସଳଖ ଦୃଶ୍ୟ ଦେଖିପାରୁଥିବେ, ଏ ମେସିନ୍ରେ ରୁଟି ପ୍ରସ୍ତୁତ କରୁଛନ୍ତି। ଆଉ ଏଠି ଜଣେ ଯାହାକି ମହିଳା ଅଛନ୍ତି, ଯାହାକି ସେ ଏଇ ମେସିନ୍ ଦ୍ୱାରା ରୁଟିକି ଗୋଲ ଆକାର ଦେଉଛନ୍ତି। ଆମ ସହିତ ଅଛନ୍ତି ମ୍ୟାଡ଼ାମ୍, କ'ଣ କହିବେ? ଯେହେତୁ ଆପଣ ଆପଣଙ୍କ ସ୍ୱାମୀଙ୍କୁ ଘରରେ ସାହାଯ୍ୟ କରୁଛନ୍ତି, ଗୋଟେ ଯାହାକି ରୁଟି ଏବେ ଦିନରେ ରୁଟି ବେଲିଆ, ଯାହାକି ଗୋଲ କରିବା ଆଉ ସଫ୍ଟ କରିବା, ଏଇଟା ଗୋଟେ ବହୁତ କଳାକାର କାମ, କିନ୍ତୁ ଆପଣ ମେସିନ୍ ଦ୍ୱାରା ଆପଣ ସ୍ୱାମୀଙ୍କୁ ସାହାଯ୍ୟ କରୁଛନ୍ତି, ଆପଣ ହାତ ଦେଉଛନ୍ତି, କେତେ ଖୁସି ଲାଗୁଛି? ହଁ, ବହୁତ ଖୁସି ଲାଗୁଛି। ସ୍ୱାମୀଙ୍କ ସାଙ୍ଗରେ ମିଶିକି କାମ କରିଲେ ଆମେ ବାହାରକୁ ନ ଯାଇକି ଘରେ ବସିକି ବି କିଛି କରିପାରୁଛୁ। ଯେହେତୁ ସମସ୍ତେ ତ ଘରୁ ବାହାରକୁ ଯାଇକି କାମ କରିପାରନ୍ତିନି ନା, କି ସମସ୍ତେ ଘର ଭିତରେ ରହିକି କାମ କଲାବେଳକୁ ବହୁତ ଭଲ, ନିଜକୁ ଗର୍ବ ଅନୁଭବ କରୁଛି ଯେ ମୋ ସ୍ୱାମୀଙ୍କ ସାଙ୍ଗରେ ମୁଁ ପାଦ ମିଶି ପାଦ ଚାଲିପାରୁଛି। ଆଉ ଯେତେବେଳେ ଗୋଟେ ଲୋକ ଘରେ ରୁଟି ପ୍ରସ୍ତୁତ କରୁଛନ୍ତି ଆଉ ଆପଣ ମେସିନ୍ରେ ପ୍ରସ୍ତୁତ କରୁଛନ୍ତି, ଆପଣଙ୍କଠୁ ନେବାର କାରଣ କ'ଣ? କ'ଣ ଅଧିକ ୟା ଦେହରେ ରୁଟିରେ ଅଛି? ରୁଟିରେ ଘରେ ଆମେ ଯେତେବେଳେ ପ୍ରସ୍ତୁତ କରୁଥିଲେ ବହୁତ ପରିଶ୍ରମ ଆମକୁ ପଡ଼ୁଥିଲା। ଯେତେବେଳେ ଏଇନେକି ତ ବହୁତ ସମୟ କାମ କରୁଛନ୍ତି, ଯେହେତୁ ଏଇନେକି ବହୁତ ସମୟ କାମ କରୁଛନ୍ତି, ସବୁ ଲେଡ଼ିଜ୍ କାମ କରୁଛନ୍ତି, ବାହାରକୁ ଯାଇକି କିଛି ନା କିଛି ସଂସ୍ଥାରେ ପକାଉଛନ୍ତି। ଘରକୁ ଆସିଲା ପରେ ସେମାନେ ଆଉ ରୋଷେଇ କରିକି ଦେବାକୁ ଟିକେ ଆଲିଜି ଫିଲ୍ ହେଉଛି ତାଙ୍କୁ। ତ ସେଥିପାଇଁକା ଆମେ ମେସିନ୍ ପକାଇଲେ ଆମେ ଚାହିଁଲୁ ତ କିଛି ଲୋକ ଭଲରେ ରହିପାରିବେ। ଆମ ଭଳିଆ କେତେକ ଲେଡ଼ିଜ୍, ମୁଁ ଯେମିତି ମଣିଷ ଲେଡ଼ିଜ୍, ସେଇଭଳିଆ ସବୁ ଭଉଣୀମାନେ ସେମିତିକା ଭଲରେ ଇଏ କରିପାରିବେ।
ଆପଣଙ୍କ ସ୍ୱାମୀଙ୍କ ସାଙ୍ଗଠୁ ଶିଖିଥିଲେ ବା ୟୁଟ୍ୟୁବରୁ ପୂର୍ବରୁ ଦେଖିଥିଲେ ଆଜିକା ଦିନରେ ସେ ନିଜେ ରୋଜଗାର କରୁଛନ୍ତି ଅନ୍ୟ 7 ଜଣଙ୍କୁ ବି ରୋଜଗାର ଦେଉଛନ୍ତି କେତେ ଖୁସି ମନରେ ଗୋଟେ ଆଜିକା ଦିନରେ କାମ ମିଳିବା ବି ବହୁତ ଖୁସି କିନ୍ତୁ ଆପଣ କାମ ଯୋଗାଉଛନ୍ତି। ହଁ ବହୁତ ଖୁସି ପିଲାମାନେ ବି ବହୁତ ଖୁସି ଆମ ଉପରେ ଆମେ ଏଠି ପିଲାମାନେ ବୋଲି ଭାବିକି କାମ କରୁନୁ ପିଲାମାନେ ଆମ ଫ୍ୟାମିଲି ଆମେ ଭାବିକି ଏଠି କାମ କରୁଛୁ ତାଙ୍କ ଭଲ ମନ୍ଦରେ ଆମେ ଠିଆ ହେଉଛୁ ପିଲାମାନଙ୍କ ପାଖରେ ଖାଇବା ପିଇବା କିଏ ଖାଇକି ଆସିନାହିଁ ତାଙ୍କ ଦେହ ପା ଖରାପ ହେଲେ ତାଙ୍କୁ ବସେଇକି ଆମେ ବି କାମ କରୁଛୁ ସବୁ କିଛିରେ ଆମେ ପିଲାମାନଙ୍କୁ ମୋ ଫ୍ୟାମିଲି ଠାରୁ ମୁଁ କେବେ ଅଲଗା ଭାବି ନାହିଁ। ନିଶ୍ଚିତ ଭାବେ ଯାହାକି ସିଧାସଳଖ ଆଲୋଚନା କରିଥିଲେ 3 ବର୍ଷ ତଳେ ଆରମ୍ଭ କରିଥିଲେ ଇଏ ହେଲା ପ୍ରଥମ ରୁଟି ମେସିନ୍ ଯାହାକି ପୁରୀରେ ଆସିଥିଲା ଆଉ ଗୋଟେ ଘଣ୍ଟାରେ 1000ରୁ 1200 ଭିତରେ ରୁଟି ବାହାର କରୁଛନ୍ତି ଏବଂ ଏଇଠି 8 ଜଣ ଲୋକ ରହୁଛନ୍ତି ତାଙ୍କ ଇଏରେ ଆଉ ଏଠି କାମ କରୁଛନ୍ତି 8ରୁ 9 ଜଣ ଲୋକ କାମ କରୁଛନ୍ତି ସକାଳେ 3 ଘଣ୍ଟା ଏବଂ ସନ୍ଧ୍ୟାବେଳେ 3 ଘଣ୍ଟା କାମ କରୁଛନ୍ତି ହୋଟେଲ ରେଷ୍ଟୁରାଣ୍ଟ ଏବଂ ବିଭିନ୍ନ ଦୋକାନକୁ ମଧ୍ୟ ରୁଟି ପଠାଉଛନ୍ତି। ପୁରୀରୁ ସରୋଜ କୁମାର ମଲ୍ଲିକଙ୍କ ରିପୋର୍ଟ ଓଡ଼ିଶା ଭାସ୍କର।